ଅନେକ ବର୍ଷ ପୂର୍ବେ ସୁବର୍ଣ୍ଣପୁର ନାମକ ଏକ ଗ୍ରାମରେ ସୁବୋଧ ନାମକ ଜଣେ ଅତ୍ୟନ୍ତ ଜିଜ୍ଞାସୁ ଏବଂ ନିର୍ଭୀକ ଯୁବକ ବାସ କରୁଥିଲେ। ଯିଏ ଶୁଣିବାକୁ ପାଇଥିଲେ ଯେ ଜଙ୍ଗଲର ସବୁଠାରୁ ଗଭୀର କୋଣରେ ଏକ ଅଦୃଶ୍ୟ ଦୀପ ଅଛି, ଯାହାକୁ ଜଳାଇଲେ ମଣିଷ ନିଜର ଭବିଷ୍ୟତ ଦେଖିପାରିବ। ସୁବୋଧ ସେ ଦୀପକୁ ଖୋଜିବା ପାଇଁ ଏକ ନିଶୁଣ ଅମାବାସ୍ୟା ରାତ୍ରିରେ ଯାତ୍ରା ଆରମ୍ଭ କଲେ, ଯେଉଁଠାରେ ବାଟରେ ତାଙ୍କୁ ପ୍ରଥମେ ମାୟାବୀ ନଦୀ ପାର ହେବାକୁ ପଡ଼ିଲା, ଯାହାର ପାଣିସ୍ରୋତ ବିପରୀତ ଦିଗକୁ ବହୁଥିଲା। ସେ ନଦୀକୁ ପାର ହେବା ପାଇଁ ସେ ନିଜର ଶାରୀରିକ ବଳ ନୁହେଁ, ବରଂ ମାନସିକ ଶାନ୍ତିର ପ୍ରୟୋଗ କଲେ ଏବଂ ଶେଷରେ ଏକ ଗୁପ୍ତ ପାହାଡ଼ ପାଖରେ ପହଞ୍ଚିଲେ, ଯେଉଁଠାରେ ତିନୋଟି ଦ୍ୱାର ଥିଲା। ପ୍ରଥମ ଦ୍ୱାରଟି ସୁନା ହୀରାରେ ଚମକୁଥିଲା, ଦ୍ୱିତୀୟ ଦ୍ୱାରଟି ବିଳାସପୂର୍ଣ୍ଣ ଖାଦ୍ୟରେ ଭରପୁର ଥିଲା, କିନ୍ତୁ ସୁବୋଧ ସେସବୁକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଦ୍ୱାରଟିକୁ ବାଛିଲେ, ଯାହା ଅତ୍ୟନ୍ତ ସାଧାରଣ ଏବଂ ପୁରୁଣା ଦେଖାଯାଉଥିଲା। ଗୁମ୍ଫା ଭିତରେ ପ୍ରବେଶ କରିବା ମାତ୍ରେ ଜଣେ ବୃଦ୍ଧ ଯୋଗୀ ତାଙ୍କୁ ସାମ୍ନାକୁ ଆସି କହିଲେ ଯେ ଭବିଷ୍ୟତ ଜାଣିବା ଅପେକ୍ଷା ବର୍ତ୍ତମାନକୁ ସୁଧାରିବା ହିଁ ବଡ଼ ଜ୍ଞାନୀର କାମ। ସୁବୋଧ ସେହି ମୁହୂର୍ତ୍ତରେ ବୁଝିପାରିଲେ, ସେ ଅଦୃଶ୍ୟ ଦୀପ କୌଣସି ବାହ୍ୟ ବସ୍ତୁ ନୁହେଁ, ବରଂ ନିଜ ଭିତରେ ଥିବା ସଦ୍ବୁଦ୍ଧି ଓ ସତ୍କର୍ମର ପ୍ରକାଶ। ସେହି ଦିନଠାରୁ ସୁବୋଧ ଗାଁକୁ ଫେରିଆସି ଲୋକମାନଙ୍କର ସେବା କଲେ ଏବଂ ଜଣେ ପ୍ରକୃତ ଜ୍ଞାନୀ ଭାବେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଲେ। ଏହି କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମେ ଯେତେବେଳେ ବାହ୍ୟ ଚମକ ଧମକ ଛାଡ଼ି ନିଜର କର୍ତ୍ତବ୍ୟ ପଥରେ ଚାଲୁ, ସେତେବେଳେ ଭାଗ୍ୟ ନିଜେ ଆମକୁ ବାଟ ଦେଖାଇଥାଏ। ପ୍ରାଚୀନ କାଳରେ ରତ୍ନପୁର ନାମକ ଏକ ସମୃଦ୍ଧ ରାଜ୍ୟରେ ଜଣେ ନ୍ୟାୟପ୍ରିୟ ରାଜା ରାଜୁତି କରୁଥିଲେ, ଯାହାଙ୍କର ସୁମନ୍ତ ନାମକ ଜଣେ ଅତି ବୁଦ୍ଧିମାନ ଓ ଚତୁର ମନ୍ତ୍ରୀ ଥିଲେ। ଦିନେ ରାଜଭଣ୍ଡାରରୁ ଏକ ଅତି ମୂଲ୍ୟବାନ ହୀରା ଚୋରି ହୋଇଗଲା, ଯାହାକୁ ଜଗିବା ପାଇଁ ଶତାଧିକ ପ୍ରହରୀ ନିୟୋଜିତ ଥିଲେ, କିନ୍ତୁ କେହି ବି ଜାଣିପାରିଲେ ନାହିଁ ଯେ ସେ ଚୋର କେଉଁ ବାଟ ଦେଇ ପ୍ରବେଶ କଲା। ରାଜା ଅତ୍ୟନ୍ତ ଚିନ୍ତିତ ହୋଇ ସୁମନ୍ତକୁ ଚୋର ଧରିବା ପାଇଁ 7 ଦିନ ସମୟ ଦେଲେ। ସୁମନ୍ତ କୌଣସି ସୈନ୍ୟବାହିନୀ ବ୍ୟବହାର ନ କରି ଏକ ନିଆରା ଉପାୟ ଚିନ୍ତା କଲେ। ସେ ରାଜ୍ୟର ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ସେହି ଦିନ ଦାୟିତ୍ୱରେ ଥିବା ପ୍ରହରୀମାନଙ୍କୁ ଏକ ବଡ଼ ସଭା ଗୃହକୁ ଡାକିଲେ। ସେ ସମସ୍ତଙ୍କର ହାତ ଗୋଟିଏ ଲେଖାଏଁ କାଠ ବାଡ଼ି ଦେଇ କହିଲେ, ଏହା ହେଉଛି ଏକ ଯାଦୁକରୀ ବାଡ଼ି। ଯିଏ ଚୋର ଥିବ, ତା'ର ବାଡ଼ିଟି ଆସନ୍ତାକାଲି ସକାଳ ସୁଦ୍ଧା 2 ଇଞ୍ଚ ଲମ୍ବା ହୋଇଯିବ। ସମସ୍ତେ ନିଜ ନିଜ ଘରକୁ ଫେରିଗଲେ, କିନ୍ତୁ ପ୍ରକୃତ ଚୋରଟି ମନେ ମନେ ବହୁତ ଭୟଭୀତ ହୋଇଗଲା। ସେ ଭାବିଲା, ଯଦି ସକାଳେ ତା'ର ବାଡ଼ିଟି ଲମ୍ବା ହୋଇଯାଏ, ତେବେ ସେ ଧରା ପଡ଼ିଯିବ। ତେଣୁ ସେ ଚତୁରତା ଦେଖାଇ ନିଜ ବାଡ଼ିକୁ ଆଗୁଆ 2 ଇଞ୍ଚ କାଟି ଛୋଟ କରିଦେଲା। ପରଦିନ ସକାଳେ ଯେତେବେଳେ ସୁମନ୍ତ ସମସ୍ତଙ୍କ ବାଡ଼ି ପରୀକ୍ଷା କଲେ, ସେ ଦେଖିଲେ ଯେ ଜଣେ ପ୍ରହରୀ ବାଡ଼ି ଅନ୍ୟ ଅପେକ୍ଷା 2 ଇଞ୍ଚ ଛୋଟ ଅଛି। ସୁମନ୍ତ ସଙ୍ଗେ ସଙ୍ଗେ ସେ ଚୋରକୁ ଚିହ୍ନଟ କଲେ, କାରଣ ବାସ୍ତବରେ ସେ ବାଡ଼ିଟି କୌଣସି ଯାଦୁ ନଥିଲା, ତାହା କେବଳ ଚୋରର ମାନସିକତା ପରୀକ୍ଷା କରିବା ପାଇଁ ଏକ କୌଶଳ ଥିଲା। ଚୋରଟି ନିଜର ଭୁଲ ସ୍ୱୀକାର କଲା ଏବଂ ହୀରାଟାକୁ ଫେରାଇ ଦେଲା। ରାଜା ସୁମନ୍ତଙ୍କର ଏହି ଅସାଧାରଣ ବୁଦ୍ଧିମତ୍ତା ଦେଖି ଅତ୍ୟନ୍ତ ପ୍ରସନ୍ନ ହେଲେ ଏବଂ ତାଙ୍କୁ ଅନେକ ପୁରସ୍କାର ପ୍ରଦାନ କଲେ। ଏହି ଦୀର୍ଘ କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ କଠିନରୁ କଠିନ ସମସ୍ୟା କିମ୍ବା ରହସ୍ୟକୁ ବଳ ପ୍ରୟୋଗ ନ କରି କେବଳ ବୁଦ୍ଧି ଓ ବିବେକ ବଳରେ ସଠିକ୍ ଭାବେ ସମାଧାନ କରାଯାଇପାରେ। ଅନେକ ବର୍ଷ ପୂର୍ବେ ସାଗରଗଡ଼ ନାମକ ଏକ ବନ୍ଦର ସହରରେ ଆର୍ଯ୍ୟାନ ନାମକ ଜଣେ ସାହସୀ ନାବିକ ବାସ କରୁଥିଲେ, ଯିଏ ଶୁଣିବାକୁ ପାଇଥିଲେ ଯେ ସମୁଦ୍ର ମଧ୍ୟରେ ଏକ ଏପରି ଅଜ୍ଞାତ ଦ୍ୱୀପ ଅଛି ଯେଉଁଠାରେ ସମୟର ଝରଣା ବହୁଛି ଏବଂ ସେହି ଝରଣାର ଜଳ ପିଇଲେ ମଣିଷ କେବେ ବୁଢ଼ା ହୁଏନାହିଁ। ଆର୍ଯ୍ୟାନ ନିଜର ଦଳବଲ ସହ ସେହି ଦ୍ୱୀପର ସନ୍ଧାନରେ ବାହାରିଲେ, କିନ୍ତୁ ବାଟରେ ତାଙ୍କୁ ଭୟଙ୍କର ସାମୁଦ୍ରିକ ତୋଫାନ ଏବଂ ବିଶାଳକାୟ ସାମୁଦ୍ରିକ ଜୀବମାନଙ୍କର ସାମ୍ନା କରିବାକୁ ପଡ଼ିଲା। ଅନେକ ଦିନର କଠିନ ଯାତ୍ରା ପରେ ସେମାନେ ଏକ କୁହୁଡ଼ି ଘେରା ଦ୍ୱୀପରେ ପହଞ୍ଚିଲେ, ଯେଉଁଠାରେ ଗଛର ପତ୍ରଗୁଡ଼ିକ ସୁନା ପରି ଚମକୁଥିଲା ଏବଂ ପକ୍ଷୀମାନଙ୍କ ଅଦ୍ଭୁତ ସ୍ୱରରେ ଗୀତ ଗାଉଥିଲେ। ସେହି ଦ୍ୱୀପର ମଧ୍ୟଭାଗରେ ଏକ ଗୁମ୍ଫା ଥିଲା, ଯେଉଁଠାରେ ସେହି ସମୟର ଝରଣା ବହୁଥିଲା। ଯେମିତି ଆର୍ଯ୍ୟାନ ସେହି ଜଳକୁ ଛୁଇଁବାକୁ ଗଲେ, ଜଣେ ଦିବ୍ୟ ପୁରୁଷ ପ୍ରକଟ ହୋଇ କହିଲେ, ହେ ନାବିକ, ଏହି ଜଳ ତୁମକୁ ଅମର କରିଦେବ ସତ, କିନ୍ତୁ ଏହାର
ବଦଳରେ ତୁମେ ତୁମର ସମସ୍ତ ପୁରୁଣା ସ୍ମୃତି ଏବଂ ପ୍ରିୟଜନଙ୍କ କଥା ଭୁଲି ଯିବାକୁ ପଡ଼ିବ। ଆର୍ଯ୍ୟନ୍ ଏହି ମୁହୂର୍ତ୍ତ ପାଇଁ ଅଟକି ଗଲେ ଏବଂ ଗଭୀର ଭାବେ ଚିନ୍ତା କଲେ। ସେ ଅନୁଭବ କଲେ ଯେ ଯଦି ସେ ନିଜର ପରିବାର, ବନ୍ଧୁ ଏବଂ ନିଜର ଅତୀତକୁ ଭୁଲିଯିବେ, ତେବେ ସେହି ଅମରତ୍ୱର କୌଣସି ମୂଲ୍ୟ ରହିବ ନାହିଁ। ଜୀବନର ପ୍ରକୃତ ସୁନ୍ଦରତା ତା'ର ସୀମିତ ସମୟ ଏବଂ ସେହି ସମୟ ମଧ୍ୟରେ ଗଢ଼ି ଉଠିଥିବା ସମ୍ପର୍କ ମଧ୍ୟରେ ହିଁ ଥାଏ। ସେ ସେହି ଜଳ ନ ପିଇ ଖାଲି ହାତରେ ନିଜ ସହରକୁ ଫେରି ଆସିଲେ ଏବଂ ସମସ୍ତଙ୍କୁ ବୁଝେଇଲେ ଯେ ମଣିଷ ଅମର ହେବା ପାଇଁ କୌଣସି ଯାଦୁକରୀ ଜଳର ଆବଶ୍ୟକତା ନାହିଁ, ବରଂ ନିଜର ସତ୍କର୍ମ ଏବଂ ଅନ୍ୟର ସେବା ଦ୍ୱାରା ହିଁ ସେ ଲୋକଙ୍କ ହୃଦୟରେ ଚିରଦିନ ପାଇଁ ଅମର ହୋଇ ରହିପାରିବ। ଏହି ଦୀର୍ଘ କାହାଣୀ ଶିକ୍ଷା ଦିଏ ଯେ ସମୟ ଅମୂଲ୍ୟ ଏବଂ ତାଙ୍କୁ ଲୋଭରେ ନଷ୍ଟ ନ କରି ଭଲ କାମରେ। ଧଉଳି ଶାନ୍ତି ସ୍ତୂପ, ଯେଉଁଠି ଯୁଦ୍ଧର ଜନ୍ମ ନେଇଥିଲା ଶାନ୍ତି। ଭୁବନେଶ୍ୱର ପାଖରେ ଥିବା ଦୟାନଦୀ କୂଳର ଧଉଳି ପାହାଡ଼ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ଏହା ଇତିହାସର ଏକ ବଡ଼ ମୋଡ଼ର ସାକ୍ଷୀ। ଏହାର କିଛି ବିଶେଷତ୍ୱ ହେଲା କଳିଙ୍ଗ ଯୁଦ୍ଧ। ଖ୍ରୀଷ୍ଟପୂର୍ବ 261ରେ ଏହି ସ୍ଥାନରେ ଭୟଙ୍କର କଳିଙ୍ଗ ଯୁଦ୍ଧ ହୋଇଥିଲା। କୁହାଯାଏ ଯେ ସେହି ଯୁଦ୍ଧରେ ଏତେ ରକ୍ତପାତ ହୋଇଥିଲା ଯେ ପାଖରେ ବହୁଥିବା ଦୟାନଦୀର ପାଣି ନାଲ ପଡ଼ିଯାଇଥିଲା। ସମ୍ରାଟ ଅଶୋକଙ୍କ ପରିବର୍ତ୍ତନ। ଯୁଦ୍ଧର ବିଭୀଷିକା ଦେଖି ଚଣ୍ଡାଶୋକଙ୍କ ହୃଦୟ ପରିବର୍ତ୍ତନ ହୋଇଥିଲା ଏବଂ ସେହିଠାରୁ ସେ ଶସ୍ତ୍ର ତ୍ୟାଗ କରି ଶାନ୍ତିର ମାର୍ଗ ଆପଣେଇଥିଲେ। ସେ ସେହିଠାରୁ ହିଁ ବୌଦ୍ଧ ଧର୍ମ ଗ୍ରହଣ କରି ଧର୍ମାଶୋକରେ ପରିଣତ ହୋଇଥିଲେ। ଶିଳାଲେଖ। ଧଉଳି ପାହାଡ଼ ପାଦଦେଶରେ ସମ୍ରାଟ ଅଶୋକଙ୍କ ଦ୍ୱାରା ଖୋଦିତ ଅନେକ ଶିଳାଲେଖ ଆଜି ବି ଅଛି। ଏଥିରେ ପ୍ରଜାମାନଙ୍କ ପାଇଁ ତାଙ୍କର କଲ୍ୟାଣକାରୀ ବାର୍ତ୍ତା ଲିପିବଦ୍ଧ ହୋଇଛି, ଯାହା ପ୍ରାୟ 2000 ବର୍ଷରୁ ଅଧିକ ପୁରୁଣା ଶାନ୍ତି ସ୍ତୂପ। 1972 ମସିହାରେ ଜାପାନ ବୁଦ୍ଧ ସଂଘ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏଠାରେ ଏକ ଭବ୍ୟ ଶ୍ୱେତ ଶାନ୍ତି ସ୍ତୂପ ନିର୍ମାଣ କରାଯାଇଛି। ଏହା ବିଶ୍ୱର କୋଣ ଅନୁକୋଣରୁ ଅହିଂସା ଏବଂ ଶାନ୍ତିର ବାର୍ତ୍ତା ପ୍ରେରଣ କରେ। ରାତି ସମୟରେ ଏଠାରେ ହେଉଥିବା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ ମାଧ୍ୟମରେ ଓଡ଼ିଶାର ଏହି ଗୌରବମୟ ଇତିହାସକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଥାଏ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଚୁମ୍ବକୀୟ ରହସ୍ୟ। 13ଶ ଶତାବ୍ଦୀରେ ନିର୍ମିତ ଏହି ବିଶ୍ୱ ଐତିହ୍ୟ ସ୍ଥଳଟି କେବଳ ପଥରର କାରୁକାର୍ଯ୍ୟ ନୁହେଁ, ବରଂ ଏହା ଏକ ଅଦ୍ଭୁତ ଇଞ୍ଜିନିୟରିଂ ନମୁନା ଥିଲା। ଏହାର କିଛି ରୋଚକ ଦିଗ ହେଲା ଶୀର୍ଷରେ ଥିବା ଚୁମ୍ବକ। କୁହାଯାଏ ଯେ ମନ୍ଦିର ଶୀର୍ଷରେ ଏକ 52 ଟନ୍ର ବିଶାଳ ଚୁମ୍ବକ ଲଗାଯାଇଥିଲା। ଏହି ଚୁମ୍ବକର ଶକ୍ତି ଏତେ ଅଧିକ ଥିଲା ଯେ ଏହା ସମୁଦ୍ରରେ ଯାଉଥିବା ଜାହାଜଗୁଡ଼ିକର କମ୍ପାସକୁ ବିଭ୍ରାଟ କରୁଥିଲା। ଶୂନ୍ୟରେ ଭାସୁଥିବା ମୂର୍ତ୍ତି। ଏହି ମୁଖ୍ୟ ଚୁମ୍ବକ ଏବଂ ମନ୍ଦିରର ଚଟାଣରେ ଥିବା ଅନ୍ୟ ଏକ ଚୁମ୍ବକ ଗୁଡ଼ିକ ମଧ୍ୟରେ ଥିବା ଚୁମ୍ବକୀୟ ସନ୍ତୁଳନ ମ୍ୟାଗ୍ନେଟିକ୍ ବାଲାନ୍ସ ଯୋଗୁଁ ଗର୍ଭଗୃହରେ ଥିବା ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ଶୂନ୍ୟରେ ଭାସୁଥିଲା ବୋଲି ବିଶ୍ୱାସ କରାଯାଏ। ଲୁହା ପ୍ଲେଟ୍ର ବ୍ୟବହାର। ମନ୍ଦିରର ପ୍ରତିଟି ପଥର ସ୍ତର ମଧ୍ୟରେ ଲୁହା ପ୍ଲେଟ୍ ଲଗାଯାଇଥିଲା। ଏହା ମନ୍ଦିରର ବିଶାଳ ଗଠନର ସନ୍ତୁଳନ କରି ରଖିବାରେ ସାହାଯ୍ୟ କରିଥିଲା। ପର୍ତ୍ତୁଗୀଜ ନାବିକ ଓ ମନ୍ଦିରର ପତନ। ଲୋକକଥା ଅନୁସାରେ ସମୁଦ୍ରରେ ଜାହାଜ ଚଳାଚଳ ସମସ୍ୟାରେ ହୋଇଥିବାରୁ ପର୍ତ୍ତୁଗୀଜ ନାବିକମାନେ ସେହି ବିଶାଳ ଚୁମ୍ବକକୁ କାଢ଼ି ନେଇଥିଲେ। ଚୁମ୍ବକ ବାହାର କରିବା ପରେ ଚୁମ୍ବକୀୟ ସନ୍ତୁଳନ ବିଗିଡ଼ି ଯାଇଥିଲା ଏବଂ ମନ୍ଦିରର ମୁଖ୍ୟ ଗଠନ ଭୁଷୁଡ଼ି ପଡ଼ିଥିଲା। କୋଣାର୍କ ମନ୍ଦିରଟି ସେହି ସମୟରେ ଏକ ସାମୁଦ୍ରିକ ସୂଚକ ଭାବରେ ମଧ୍ୟ କାମ କରୁଥିଲା, ଯାହାକୁ ନାବିକମାନେ ବ୍ଲାକ୍ ପାଡ଼ୋଗୋ ବୋଲିକରି ପାଗୋଡ଼ା ବୋଲି କହୁଥିଲେ। ଓଡ଼ିଶା ରସଗୋଲା। ଶ୍ରୀମନ୍ଦିରରୁ ଶୁଭାରମ୍ଭ। ରସଗୋଲା କେବଳ ଏକ ମିଠା ନୁହେଁ, ଏହା ଓଡ଼ିଶାର ଶହ ଶହ ବର୍ଷର ପରମ୍ପରା ସହିତ ଜଡ଼ିତ। ଏହାର କିଛି ବିଶେଷତ୍ୱ ହେଲା ନୀଳାଦ୍ରି ବିଜେ ପରମ୍ପରା। ପୁରାଣ ଅନୁସାରେ ଯେତେବେଳେ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ସାରି ମନ୍ଦିରକୁ ଫେରନ୍ତି, ମା ଲକ୍ଷ୍ମୀ ଅଭିମାନ କରି ଦ୍ୱାର ବନ୍ଦୀ କରିଦିଅନ୍ତି। ମାଙ୍କ ଅଭିମାନ ଦୂର କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆଇ ମନେ ପକାନ୍ତି। ଏହି ପରମ୍ପରାକୁ ନୀଳାଦ୍ରି ବିଜେ କୁହାଯାଏ, ଯାହା ଶତାବ୍ଦୀ ଧରି ଚାଲି ଆସୁଛି। GI ଟ୍ୟାଗ ଜିଓଗ୍ରାଫିକାଲ ଇଣ୍ଡିକେସନ। ରସଗୋଲାକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଏକ ଲମ୍ବା ବିବାଦ ଚାଲିଥିଲା। ଶେଷରେ 2019 ମସିହାରେ ଓଡ଼ିଶାର ରସଗୋଲାକୁ ଏହାର ସ୍ୱତନ୍ତ୍ର ରଙ୍ଗ, ସ୍ୱାଦ ଓ ଗଠନ ପାଇଁ GI ଟ୍ୟାଗ ମିଳିଲା। ସ୍ୱତନ୍ତ୍ରତା। ଓଡ଼ିଶା ରସଗୋଲା ସାଧାରଣତଃ ଅଳ୍ପ ବାଦାମୀ ରଙ୍ଗର ଏବଂ
ଅତ୍ୟନ୍ତ ନରମ ହୋଇଥାଏ। ଏହାକୁ ପାଟିରେ ରଖିଲେ ଏହା ସହଜରେ ମିଳେଇଯାଏ ଏବଂ ଏହାର ରସ ଅଧିକ ଗାଢ଼ ହୋଇଥାଏ। ପାହାଲ ରସଗୋଲା ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଥିବା ପାହାଲ ଅଞ୍ଚଳ ରସଗୋଲା ପାଇଁ ବିଶ୍ୱ ପ୍ରସିଦ୍ଧ। ଏଠାରେ ପ୍ରତିଦିନ ହଜାର ହଜାର ହାଣ୍ଡି ରସଗୋଲା ବିକ୍ରି ହୁଏ, ଯାହାର ସ୍ୱାଦ ସମ୍ପୂର୍ଣ୍ଣ ନିଆରା। ମହାପ୍ରସାଦ ବିଶ୍ୱର ସବୁଠାରୁ ବଡ଼ ରୋଷେଇଶାଳାର ଚମତ୍କାର। ପୁରୀ ଶ୍ରୀମନ୍ଦିରର ରୋଷେଇଶାଳା ହେଉଛି ବିଶ୍ୱର ସବୁଠାରୁ ବଡ଼ ରୋଷେଇଶାଳା, ଯେଉଁଠାରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ରନ୍ଧା ହୁଏ ନିର୍ମାଲ୍ୟ ଏବଂ ଅଭଡ଼ା। ଏହାର କିଛି ଆଶ୍ଚର୍ଯ୍ୟଜନକ ବିଶେଷତା ହେଲା ସପ୍ତମୂର୍ତ୍ତିକା କୁଣ୍ଡ। ରନ୍ଧନ ଶୈଳୀ ଅତ୍ୟନ୍ତ ଅଦ୍ଭୁତ। ଏଠାରେ ଚୁଲି ଉପରେ ଗୋଟିଏ ଏମିତି 7ଟି ହାଣ୍ଡି ରଖାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ସବୁଠାରୁ ଉପରେ ଥିବା ହାଣ୍ଡିର ଅଗ୍ନି ପ୍ରଥମେ ସିଝିଥାଏ ଏବଂ ସବୁଠାରୁ ତଳେ ଥିବା ହାଣ୍ଡିର ଅଗ୍ନି ଶେଷରେ ସିଝିଥାଏ। ମା ଲକ୍ଷ୍ମୀଙ୍କ ରୋଷେଇ କୁହାଯାଏ ଯେ ଏହି ରୋଷେଇଶାଳାରେ ସ୍ୱୟଂ ମା ଲକ୍ଷ୍ମୀ ରୋଷେଇର ତତ୍ତ୍ୱାବଧାନ କରନ୍ତି। ଯଦି କୌଣସି ଦିନ ରୋଷେଇରେ କିଛି ତ୍ରୁଟି ରହେ ତେବେ ମନ୍ଦିର ପରିସରରେ ଥିବା ଅଦୃଶ୍ୟ କୁକୁରକୁ ଦେଖାଯାଏ। ଏହା ସଂକେତ ଦିଏ ଯେ ସେହି ଦିନର ପ୍ରସାଦ ମହାପ୍ରଭୁଙ୍କୁ ଅର୍ପଣ କରାଯାଇପାରିବ ନାହିଁ। ପରିମାଣର ରହସ୍ୟ ପ୍ରତିଦିନ କେବଳ ସତ୍ୟକ ଭକ୍ତ ମନ୍ଦିରକୁ ଆସିବେ ତାହା କେହି ଜାଣନ୍ତି ନାହିଁ, କିନ୍ତୁ ମହାପ୍ରସାଦ କେବେ ହେଲେ କମ୍ ପଡ଼େ ନାହିଁ କିମ୍ବା ବଳି ପଡ଼ି ନଷ୍ଟ ହୁଏ ନାହିଁ। ଏହା ଏକ ଦେବୀ ଚମତ୍କାର ଭାବରେ ବିଶ୍ୱାସ କରାଯାଏ। କୁଡ଼ୁଆ ଓ ବାଷ୍ପ ଇନ୍ଧନ ଏଠାରେ କେବଳ ମାଟି ହାଣ୍ଡି ବା କୁଡ଼ୁଆ ବ୍ୟବହାର କରାଯାଏ। ରନ୍ଧନ ପାଇଁ କେବଳ ଗଙ୍ଗା ଯମୁନା କୂଅର ପବିତ୍ର ଜଳ ଏବଂ କାଠ ଜାଳେଣୀ ବ୍ୟବହାର ହୁଏ। ମହାପ୍ରସାଦର ସେହି ଅପୂର୍ବ ବାସ୍ନା ଏବଂ ସ୍ୱାଦ ଅନ୍ୟ କୌଣସି ପଞ୍ଚତାରକା ହୋଟେଲର ଖାଦ୍ୟରେ ମଧ୍ୟ ମିଳିବା ଅସମ୍ଭବ।